ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ମଙ୍ଗଳବାର ସକାଳେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଏନ୍ଏସି ଅଧ୍ୟକ୍ଷ ଶିବରାମ ସାହୁ, ବିଡିଓ ରାଜେନ୍ଦ୍ର ସେନାପତି, ଭାରପ୍ରାପ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ, ଏନ୍ଏସି ନିର୍ବାହୀ ଅଧିକାରୀ ବିରଞ୍ଚି ଧରୁଆ ଏବଂ ମୁଖ୍ୟ ବକ୍ତା ଭାବେ ଭୀମ ଭୋଇ କଲେଜର ଓଡ଼ିଆ ଅଧ୍ୟାପକ ମନୋରଞ୍ଜନ ମହାନ୍ତ ଯୋଗ ଦେଇଥିଲେ। ଓଡ଼ିଶା ଉତ୍କୃଷ୍ଟ କଳାର ରାଜ୍ୟ। ଓଡ଼ିଶାର କାରୁକାର୍ଯ୍ୟ, ପ୍ରଥା ଓ ପରମ୍ପରା ବିଶ୍ୱବିଦିତ। ଇତିହାସର ପୃଷ୍ଠା ଓଡ଼ିଆମାନଙ୍କର ବୀରତ୍ୱ, ତ୍ୟାଗ ଓ ଆଦର୍ଶରେ ଚର୍ଚ୍ଚିତ। 1936 ଏପ୍ରିଲ ଥିଲା ଓଡ଼ିଆ ଜାତି ପାଇଁ ଏକ ସ୍ମରଣୀୟ ଦିବସ। ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶରେ ଗଠନ ହେଲା। ତେଣୁ ଏହି ଦିନଟିକୁ ଆମେ ପୂର୍ବରୁ ଉତ୍କଳ ଦିବସ ଭାବରେ ପାଳନ କରି ଆସୁଛୁ ଏବଂ ଚଳିତ ବର୍ଷ ଠାରୁ ଓଡ଼ିଶା ଦିବସ ଭାବେ ପାଳନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଅତିଥିମାନେ ଅଭିଭାଷଣରେ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ। ନାକଟି ଦେଳରୁ ବିନୋଦ କୁମାର ସେଠୀଙ୍କ ରିପୋର୍ଟ, ହିରାଞ୍ଚଳ ଲାଇଭ୍। ତେବେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ଖବର ଦେଖିବାକୁ ଚାହାନ୍ତି ଆମ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଓ ସେୟାର କରନ୍ତୁ।